ସାଜି ନୂଆ ନୂଆ ବେଶ ସଜନୀ ସେ ନବବଧୂ କରେ ବସ ସାଜି ନୂଆ ନୂଆ ବେଶ ସଜନୀ ବଧୂ କରେ ବସ ତିନି ଭାଙ୍ଗେ ଚାଲି ତେର ଛାଇ ଥାରି ତିନି ଭାଙ୍ଗେ ଚାଲି ତେର ଛାଇ ଥାରି ବୁଲାଇ ବଜାର ସଜନୀ ବୁଲାଇ ବ୍ରଜ ବୈକୁଣ୍ଠ ଏ କଥାଟି କହିଛନ୍ତି। ଇଏ ତ ସଙ୍ଗୀତ। ଯେଉଁମାନେ ଲେଖନ୍ତି ମହାପୁରୁଷ ହୁଅନ୍ତୁ, ସାଧାରଣ କବି ପଣ୍ଡିତ ହୁଅନ୍ତୁ, ପରବର୍ତ୍ତୀ ସମୟରେ ଦେଖାଯାଏ ସିଏ ଏ ଗୀତ ଭିତରେ ଯାହା ଭାବିନଥାନ୍ତି ତାର ଅର୍ଥଟା ଆହୁରି ମହିୟାନ ହେଇ ଉଠେ, ଗରିୟାନ ହେଇ ଉଠେ। ଏଇ ଯେଉଁ ପଦଟି ଦେଲେ ତିନି ଭାଙ୍ଗେ ଚାଲି, ତିନି ଭାଙ୍ଗରେ କେମିତି ଚାଲିବେ? ଜଣେ ତ ଚାଲିବ, ସେ ତିନୋଟି ଭାଙ୍ଗରେ କେମିତି ଚାଲିବ? ତେବେ ଏଇ ଯେଉଁ ତିନି ଭାଙ୍ଗେ ଚାଲି ବୋଲି ବୈକୁଣ୍ଠ ଲେଖିଲେ, ସେ ତିନି ଭାଙ୍ଗଟା କ'ଣ? ଏକରେ ହେଉଛି ଭଲ କାମ କର, ଦୁଇରେ ଭଲ ଜ୍ଞାନୀ ହୁଅ, ତିନିରେ ଭକ୍ତି କର। ପ୍ରଥମରେ କର୍ମ, ଦ୍ୱିତୀୟରେ ଜ୍ଞାନ। କର୍ମ ଓ ଜ୍ଞାନର ମଝିରେ ରହିଛି ଭକ୍ତି। ବଳଦେବ ହେଉଛନ୍ତି କର୍ମର ପ୍ରତୀକ, ମହାଜ୍ଞାନୀ ହେଉଛନ୍ତି ଜ୍ଞାନର ପ୍ରତୀକ ଜଗନ୍ନାଥ, ସୁଭଦ୍ରା ହେଉଛନ୍ତି ଭକ୍ତିର ପ୍ରତୀକ। ଆମ ପରିବାର, ଆମ ସମାଜରେ, ଆମ ଦେଶରେ, ଆମ ରାଜ୍ୟରେ ଇଏ ତିନୋଟି କଥା ଯଦି ରହିବ ତାହେଲେ ଆମ ଦେଶ, ଆମ ବିଶ୍ୱ, ରାଜ୍ୟ ସୁଧୁରିଯିବ। ଆମେ ସମସ୍ତେ କର୍ମବୀର ହେବା, ଜ୍ଞାନୀ ବା ବିଜ୍ଞାନୀ ହେବା ଏବଂ ପିତୃମାତୃଭକ୍ତି ଠାରୁ ରାଷ୍ଟ୍ରଭକ୍ତି ଓ ଇଷ୍ଟଭକ୍ତି, ଗୁରୁଭକ୍ତି ପର୍ଯ୍ୟନ୍ତ ଆମେ ଭକ୍ତି କରିବା। ଇଏ ହେଉଛି ତିନି ଭାଙ୍ଗ ଚାଲି। ଖାଲି ଏତିକି ବି ନୁହଁ, ଇଏ ତିନି ଭଙ୍ଗ ଚାଲି କହିଲେ ଇଚ୍ଛା ଶକ୍ତି, ଆପଣ ଇଚ୍ଛା କଲେ ମୁଁ ଆଜି ପୁରୀ ଯିବି, ଇଚ୍ଛା ଶକ୍ତି। ତାପରେ ଗଲେ ସେଟା ହେଉଛି କ୍ରିୟା ଶକ୍ତି। ତାପରେ କ'ଣ ଅନୁଭବ କଲେ ସେଟା ହେଲା ଅନୁଭବ ଶକ୍ତି। ତାର ଅନ୍ୟ ନାମ ମହାପୁରୁଷ ମାନେ ଦେଇଛନ୍ତି ସତ, ରଜ, ତମ। ତମ ହେଉଛି ଇଚ୍ଛା ଶକ୍ତି, ରଜ ହେଉଛି କର୍ମ ଶକ୍ତି, ସତ ହେଉଛି ଅନୁଭବ। ମୁଁ ଘର କରିବି, ମନେ କରାଯାଉ ଜଣେ କହିବ ମୁଁ ଘର କରିବି, ଏଟା ହେଲା ଇଚ୍ଛା ଶକ୍ତି। ଘର ତିଆରି ଚାଲିଲା, କର୍ମ ଶକ୍ତି। ଘର ସରିଗଲା ପରେ ମୁଁ ଯେତେବେଳେ ରହିଲି, ଶାନ୍ତି ଅନୁଭବ କଲି, ସେଟା ହେଲା ଅନୁଭବ ଶକ୍ତି। ଇଚ୍ଛା, କ୍ରିୟା, କର୍ମ, ଏ ଅନୁଭବ। ତାର ଆଉ ଗୋଟେ ଅର୍ଥ ହେଉଛି ଯେ ଉତ୍ପତ୍ତି ବା ଜନ୍ମ। ଜଗତ ଥରେ ଉତ୍ପତ୍ତି ହେଲା ବା ଆମେ ଥରେ ଜନ୍ମ ହେଲୁ। ଉତ୍ପତ୍ତି ପରେ ସ୍ଥିତି ହେଉଛି ଯେତିକି ଦିନ ଆମେ ବଞ୍ଚିଲୁ ସେଇଟା ହେଉଛି ସ୍ଥିତି। ଯାହା ଯାହା କଲୁ ସେଇଟା ହେଉଛି ସ୍ଥିତି। ଦିନେ ଜଗତର ବିଭିନ୍ନ ପ୍ରକାର ପ୍ରଳୟ ଆସିବ।
ଯେମିତି କରୋନା ଗୋଟେ ଆସିଲା, ଏବେ ବି କରୋନା ଯାଇନି ଅଛି। ଯେମିତି ପୂର୍ବ କାଳରେ କଲରା ରୋଗ ହେଉଥିଲା, ବସନ୍ତ ରୋଗ ହେଉଥିଲା, ସେମିତି ମାନେ ପୂର୍ଣ୍ଣ ପ୍ରଳୟ ହେଉ କି ଖଣ୍ଡ ପ୍ରଳୟ ହେଉ, ଜଗତ ପାଇଁ ପ୍ରଳୟ ଆସିବ, ଏବେ ବି ଆସୁଛି। ସେଇଭଳି ମଣିଷ ଜୀବନ ପାଇଁ ଜନ୍ମ ପରେ କର୍ମ, ତାପରେ ଦୁନିଆରୁ ବିଦାୟ ନେବା ପାଇଁ ହେବ। ଯାହାକୁ ଆମ ହିନ୍ଦୁମାନେ କହନ୍ତି ସ୍ୱର୍ଗ ମର୍ତ୍ତ୍ୟ ପାତାଳ। ଇଏ ହେଉଛି ଜୀବନର ତିନି ଭାଙ୍ଗ ଚାଲି। 13 ଛାଇ ଥାରି। ଆପଣମାନେ ବିଜ୍ଞାନ ଯୁଗର ପିଲା ସମସ୍ତେ ଜାଣିଛନ୍ତି, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର ଇତ୍ୟାଦି କେହି ସିଧା ନାହାନ୍ତି, ସବୁ ମାନେ 13 ଅଛନ୍ତି, ବଙ୍କାରେ ଅଛନ୍ତି। ଏମିତି ପୃଥିବୀ ରହିଲେ, ସୂର୍ଯ୍ୟ ଏମିତି ରହିଲେ। ତେଣୁ ଏଇଗୁଡ଼ାକ ହେଉଛି ବକ୍ର, ମାନେ ସବୁଗୁଡ଼ାକ ବକ୍ର ଭାବରେ ଅଛନ୍ତି। ମୁଁ ଯେତେବେଳେ ଘଟଗାଁ ତାରିଣୀ ଯାଇଥିଲି, ଗୋଟେ ସଭାରେ କହିଥିଲି, ତାରିଣୀ କାହିଁକି ଏତେ ପାୱାରଫୁଲ୍ ବା ଲୋକେ ତାଙ୍କୁ କାହିଁକି ମାନୁଛନ୍ତି? ତାଙ୍କର ବକ୍ର ଚକ୍ଷୁ, ସେଇଗୁଟା କହୁଛି 13 ଛା ଚାହିଁବା। ଆଉ ଭଗବାନ କୃଷ୍ଣଙ୍କର ନୟନ ହେଉଛି ବକ୍ର ନୟନ। ତାଙ୍କର ପାଦକୁ କୁହାଯାଏ ତ୍ରିଭଙ୍ଗୀ ଛନ୍ଦ। ଇଏ ହେଉଛି ବୁଲାଇ ବ୍ରଜ ପଦାର। ବ୍ରଜ ଶବ୍ଦର ଅର୍ଥ ହେଉଛି ଆଗକୁ ଚାଲ, ଆଗେଇ ଚାଲ। ଆଉ ଗୋଟେ ଅର୍ଥ ହେଉଛି ବୃନ୍ଦାବନ। କିନ୍ତୁ ଆମ ସମସ୍ତଙ୍କ ପାଇଁ କଥାଟି ହେଉଛି, ହେ ମଣିଷ, ଜୀବନରେ ବାଧା ଆସିବ, ବିଘ୍ନ ଆସିବ, ନିନ୍ଦା ଆସିବ, ଦୁଃଖ ଆସିବ, ରୋଗ ଆସିବ। ତାର ଅର୍ଥ ନୁହେଁ ତୁମେ ବସି ପଡ଼ିବ, ପୁଣି ତୁମକୁ ଆଗକୁ ଯିବା ପାଇଁ ପଡ଼ିବ। ବିବେକାନନ୍ଦଙ୍କର ସେଇ କଥା, ଉଠିଷ୍ଠତ ଜାଗ୍ରତ। ଆଚ୍ଛା, ଇଏ ଗଲା ବୈକୁଣ୍ଠକ କଥା। ମଧୁସୂଦନ କହିଲେ, ଶୟନେ ସ୍ୱପନେ জীবনে মর প্রাণে প্রাণে তুমরি মূর্তি জীবন কুঞ্জ সুমন সেজ জীব রাধাই ଶୟନରେ ତାଙ୍କରି କଥା ଭାବି ଭାବି ଶୋଇଯାଅ। ଆଡ଼ୁରୁ ମାଡ଼ୁରୁ ସାଡ଼ୁରୁ କିଛି ଭାବନା। ବର୍ତ୍ତମାନ ତୁମେ ଶୋଇବା ଆରମ୍ଭ କଲ। ବାମ କଡ଼ ମାଡ଼ି ଶୋଇଲ ପ୍ରଥମେ। ଆଗ ଚିଟ୍ ହେଇ ଶୋଇବ, ଏଇଟା ମନେ ରଖିଥାନ୍ତୁ। ଖାଇସାଇଲ, ଆଗେ ଚିଟ୍ ହେଇ 2 ମିନିଟ୍ 3 ମିନିଟ୍ ଶୋଇବ। ତାପରେ ବାମ କଡ଼ ମାଡ଼ି ଶୋଇବ। ତାପରେ ଯେଉଁ କଡ଼ ମାଡ଼ି ଶୋଉଛ ଶୁଅ। ଶୋଇଲ, କାରଣ ଗୋଟେ କଥା ବି ଅଛି, ମୁଁ କହୁନି ଯେ ନାଇଁ ସେ ଢଗଟା ମନେ ପଡ଼ୁନି, ଛାଡ଼। ତେବେ ଶୟନେ ସ୍ୱପନେ, ଶୟନରେ ତୁମେ ପ୍ରଭୁଙ୍କୁ ସବୁଦିନେ ଚିନ୍ତା କରୁଥିବ, ଗୁରୁଙ୍କୁ ଚିନ୍ତା କରୁଥିବ, ଭଲ କଥାକୁ ଚିନ୍ତା କରୁଥିବ। ସେ କାଳିଆ ବଳିଆ ହଉ, ଅନନ୍ତ ହଉ, ଚିନ୍ତନ କରୁଥିବ କି ଗୁରୁ ମନ୍ତ୍ର ନେଉଥିବ। ଦିନେ ନା ଦିନେ ତୁମେ ସ୍ୱପ୍ନରେ ତାଙ୍କୁ ପାଇବ, ସେ ଦେଖାଦେବେ ନିଶ୍ଚିତ।
ଏଇଟା ଗୋଟେ ନିରାଟ ସତ୍ୟ। ଜାଗରଣରେ ସକାଳୁ ଉଠିକିରି ପୁଣି ରାତି ପର୍ଯ୍ୟନ୍ତ ଶୋଇବା ପର୍ଯ୍ୟନ୍ତ ଯେତେ କାମ କରୁଛ, ଯୁଆଡ଼କୁ ଯାଉଛ, ଗାଡ଼ି ମଟରରେ ଯାଉଛ, ବେପରୁଆ ହେଇକିରି ଯାଅନି। ସବୁବେଳେ ଇଷ୍ଟ ସ୍ମରଣ କର, ଗୁରୁଙ୍କୁ ସ୍ମରଣ କର। ଆଜିକାଲି ପିଲାମାନେ ଯେମିତି ଗାଡ଼ି ଚଲାଉଛନ୍ତି ମୋତେ ଏତେ ଡର ମାଡ଼େ, ତେଣୁ କେବେ ବି ସେଭଳି ଗାଡ଼ି ଚଲେଇବ ନାହିଁ। ତେଣୁ ସବୁବେଳେ କୁହାଯାଇଛି ଇଷ୍ଟ ସ୍ମରଣ। ଆଉ ଗୋଟିଏ କଥା ସେ କହିଲେ, ଜୀବନ କୁଞ୍ଜରେ ସୁମନ ସେଜ জীব রাধাই জীবন সুমন জীব জীবন হচ্ছে গোটে সুন্দর কুঞ্জ। ये लोक गुड़ाक न बुझिक आत्महत्या कर मरुंट, बेकारे दौड़ा दे मरुची, किए विष पीकि मरुची, किए माने कौटी डे पड़ुची मरुची, कोठा पर डे पड़ुची, नई मुई डे पड़ुची। एटा सब भूल। एमानकर मनुष्य जन्म व्यर्थ। ये आउ मनुष्य जन्म पाइबे नहीं। एमाने भूत प्रेत होई अनेक दिन पर्यंत बुलिबे। एभली भूल किए गोटे मैट्रिक पास करि पारानी नकला बेल तू विष खाई मरबू। अच्छा, ये जो झीटी आज गोटा कौन आत्महत्या करिछि तापई एसेम्बली बंद। बलिया पचारुची से मानू पचारुची झीटा को विष खाया कौन मंत्री कही सी कहीं विष खाइला, तार कारण कौन? दुर्बल मना सी बाप माँ पाखक पलि था, कॉलेज छाड़ी दे था, विष खाई पीला। कौ तीन जन ताकू माने हेता कौन कहते रैगिंग कले, से तीन जन का ना लिस्ट लिखिनी। ये जो रैगिंग तो सबुदिन अच्छी, किंतु यह कटकणा सरकार रहा दरकार एवं दंडित करने दरकार। अजतार से कथा एसेम्बली की बंद करने कौन दरकार? से विषय आलोचना हो, सरकार को प्रस्ताव दिया जाऊ, कॉलेज मैनेजमेंट को प्रस्ताव दिया। तेणु आत्महत्या केही करना। भल भल लोक गुड़ाक आत्महत्या करुछंती। तेणु जीवन होउची सुंदर कुंज। सुमन, सुमन शब्दर अर्थ होउची फूल। ये फूल होउची सुमन। तमे थरे फूलटिए देल ठाकुरंकु बा गुरुंकु, तामाने तुमर सुमन टाकू देल। जीवन कुंजरे सुमन हेजरे। राधा किए? ये जो जीव ये होची राधा। से कौन खोजुचंती? कृष्ण को खोजुचंती। तेणु सज्जन जीवन को भल करी बुझ। आत्महत्या जमा करना। जो माने ये कथा शुणुच, जदि जीवन रे तमर किसी दुख रोग दारिद्र्य जहाँ भी अच्छी, मन खराब है, स्वामी स्त्री रे कजिया है, भाई भाई रे माड़ गला, चली आस श्री जगतसिंहपुर जिलार शिशु अनंत आश्रम अरिल 8 दिन रुह, 4 दिन रुह, प्रार्थना कर, मन परिवर्तन हेले पुणी घर को जीव।
କିମ୍ବା ଆଉ କେଉଁ ଆଶ୍ରମକୁ ଯାଅ, କିନ୍ତୁ ମର ନା। କେତେ ଜନ୍ମ ତପସ୍ୟା କରି ଆମେ ମନୁଷ୍ୟ ଜନ୍ମ ପାଇଲେ ବଞ୍ଚିବା ପାଇଁ ପ୍ରାର୍ଥନା କର, ହୁଏତ ଆମେ ଅଳ୍ପ ଦିନେ ମରିଯାଇପାରୁ, କିନ୍ତୁ ଏ କଥା ମୁଁ କହୁନି, ଉପନିଷଦ ବି କହୁଛନ୍ତି ବଞ୍ଚିବା ପାଇଁ ଜୀବନରେ ସାଧନା କର। ଆଚ୍ଛା, ଠାକୁର ଅଭିରାମ କ'ଣ କହିଲେ? ବାସ୍ତବବାଦ କଥା ଗୁଡ଼ା କହିଲେ। ଆଉ କହିଲେ କିଏ କହୁଛି ମୁଁ ଜଗନ୍ନାଥ ଦାସ। ମୁଁ କାଲି କହିଥିଲି, କିଏ କହୁଛି ମୁଁ ଅଚ୍ୟୁତ, କିଏ କହୁଛି ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ, ଆମେ ସବୁ ଜନ୍ମ ହେଇଛୁ। ଆଉ କିଏ କହୁଛନ୍ତି କଳ୍କି ରାମ ଆମେ ଜନ୍ମ ହେଇଛୁ। ଆମ ଦକ୍ଷିଣ ଭାରତରେ ଗୋଟିଏ ମହାପୁରୁଷ କିଏ ବାହାରିଛନ୍ତି କଳ୍କି ଆମ୍ମା। ଅଦ୍ଭୁତ ନା, କଳ୍କି ପୁଣି ଆମ୍ମା କ'ଣ? ସେ ଦୁଇ ଜଣ ଯାକ ପୂଜା ପାଉଥିଲେ। ହଁ ପାଆନ୍ତୁ, ତାଙ୍କ ଆଶ୍ରମରୁ ବି ମହଣ ମହଣ ସୁନା ବାହାରୁଛି। ଯାହା ହଉ, ସୁନ୍ଦର ବ୍ୟବସାୟ, ସୁନ୍ଦର। କ'ଣ ଆମର ଦରକାର ସେଗୁଡ଼ାକ? ଆଚ୍ଛା ହଉ, କିଏ କହୁଛି ମୁଁ, ଆଉ ଗୋଟେ କିଏ କ'ଣ କହୁଛି ମୁଁ ପଞ୍ଚସଖା ଜନ୍ମ ହବାର, ମୁଁ ପଞ୍ଚସଖା ଜନ୍ମ ହେଇଛି। କିଏ କହୁଛି ମୁଁ କଳ୍କି ଜନ୍ମ ହେଇଛି। କିଏ କହୁଛି ମୁଁ ଭଗବାନ ଜନ୍ମ ହେଇଛି। ଆରେ ଗୁରୁଙ୍କୁ ଭଗବାନ ବୋଲି ଭାବ, ସମସ୍ତଙ୍କ ଗୁରୁ, ସମସ୍ତଙ୍କ ପାଇଁ ଭଗବାନ। ତାର ଅର୍ଥ ନୁହେଁ ଯେ ତୁମେ ପ୍ରଚାର କରିବ ଆମ ଗୁରୁ ହେଉଛନ୍ତି ଭଗବାନ। ଏସବୁ ବେକାର କଥା। ତୁମେ ଭଗବାନ ଏସବୁ ବାଟରୁ ଦୂରେଇ ଯାଅ। ବାୟା କହିଲେ ଗୋଟେ ଭଲ କଥା କହିଲେ। ସେ ଗୋଟେ ଭଲ କଥା କହିଲେ, ଆଗରୁ ପିଲାମାନଙ୍କୁ ଶାସନ କରିବା ପାଇଁ ମାଡ଼ ଦିଆ ହେଉଥିଲା। ଅଭିଭାବକମାନେ ସାର୍ଙ୍କୁ କହୁଥିଲେ ଯେ ମୋ ପିଲାକୁ ଖାଲି ଆଖି କାନକୁ ଛାଡ଼ି ଦେଇ ତୁ ବାଡ଼ା ତାକୁ, ଜମା ପାଠ ପଢ଼ୁନି। ସଜ୍ଜନ, ମୁଁ ଜୀବନର ଗୋଟେ ଅନୁଭୂତି ଆପଣଙ୍କୁ କହୁଛି। ବୋଧେ ମୁଁ ଚତୁର୍ଥ କି ପଞ୍ଚମ ଶ୍ରେଣୀରେ, ନା ଚତୁର୍ଥ ପଞ୍ଚମରେ ପଢ଼ିନି, ଆହୁରି ତୃତୀୟ ଶ୍ରେଣୀରେ ବୋଧେ ପଢ଼ୁଥିଲି। କାରଣ ମୁଁ ଚତୁର୍ଥ ଶ୍ରେଣୀରେ କଟକରେ ପଢ଼ିଲି, ପଞ୍ଚମରେ ଆମ୍ବେରୀରେ ପଢ଼ିଲି। ମୋର ଶିକ୍ଷାଗୁରୁ ହେଉଛନ୍ତି ମଧୁସୂଦନ କର। ବହୁତ ବାଡ଼ାନ୍ତି। ସେ ସବୁବେଳେ ଚେଷ୍ଟା କରନ୍ତି ମୁଁ ଗୋଟିଏ ଭଲ ପାଠୁଆ ହେବି, ଗୋଟିଏ ଭଲ ମଣିଷ ହେବି, କିନ୍ତୁ ମୋ ଦ୍ୱାରା ହୁଏ ନା। ମୋର ତ ମନ ଭଗବାନଙ୍କ ପାଖରେ ଥାଏ। ମୁଁ ଏ ପାଠଶାଠକୁ ପସନ୍ଦ କରେ ନା। ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ସେଦିନ ସେ 20 ଖଣ୍ଡେ ପାହାର ମୋତେ ପକାଇଛନ୍ତି। ମୋ ଦେହ ଯାକ ସବୁ ଚିହ୍ନ। ଗୋଟେ ଖରା ବେଳେ ମୁଁ ଆସି ବସିଛି ଘରେ, ମୋ ତଣ୍ଟି ଶୁଖିଯାଉଛି, କାହାକୁ କହିପାରୁନି ପାଣି ଆଣିବା ପାଇଁ, ଏବଂ ମାଡ଼ ଖାଇଛି ବୋଲି ଲାଜରେ ବି କାହାକୁ କହିପାରୁନି। ଭୟରେ, ଲାଜ ନୁହେଁ, ଭୟରେ। ଆମ ଘରେ 25 ଏକର ସମ୍ପତ୍ତି ଥିଲା। 2ଟି ହଳୁଆ ଆମ ଘରେ ଚାକିରି କରିଥିଲେ। ସେମାନେ ବଳଦମାନଙ୍କୁ ପିଆଇବା ପାଇଁ ପାଣି ନେଇ ଯାଉଥିଲେ। ମୋତେ ପଚାରିଲେ, ବାପା ତୁ ଏମିତି ମାନେ ହଳୁଆ ହେଲେ ବି ଆମେ ତାଙ୍କୁ ସବୁ ମାମୁଁ ଡାକୁ। ସେ କ'ଣ ଗୋଟେ ଗାଉଁଲି ହିସାବ ଥାଏ, ମାମୁଁ ତ ଡାକୁ। ଆଉ କହିଲେ, ବାପା ତୁ ଏମିତି ଥକା ହେଇ ବଇଛୁ କାହିଁ, କ'ଣ ହେଇଛୁ? ମୁଁ ଆଉ କିଛି କହିପାରିଲିନି। ଆରେ କ'ଣ ହେଇଛି କହୁନୁ? ମୋ ଆଖିରୁ ଲୁହ ଝରି ପଡ଼ିଲା। ସିଏ ସେ ପାଣି ଗଡ଼ାକୁ ଥୋଇ ମୋ ଆଖିରୁ ଲୁହ ପୋଛି ଦେଇ, କ'ଣ ହେଇଛି କହ? ମୁଁ ସେ ଚିହ୍ନ ଗୁଡ଼ାକ ଦେଖେଇଲି। ସାର୍ ମୋତେ ମାରିଛନ୍ତି। ଆମର ତଣ୍ଟି ଶୁଖି ଯାଉଛି, ପାଣି ଟିକେ ପିଇବି। ପାଣି ଦେଲେ ମୋର ଆଈ ମା ନିଶାମଣି ଏବଂ ମୋର ଦାଦା ଶରତ ଚନ୍ଦ୍ର। ନିଶାମଣି ଦେବୀ ମୋର ଏଇ ଅବସ୍ଥାକୁ ଦେଖି, ମୋ ବୋଉ ଟିକେ ଏତେ କଥାବାର୍ତ୍ତା କରନ୍ତି ନାହିଁ, ସେ ବହୁତ ଗଭୀର ଥାନ୍ତି, ଗମ୍ଭୀର। ସେ ଯାହା ହଉ, ଆଈ ମା
ସିଏ ସାଙ୍ଗେ ସାଙ୍ଗେ ମୋର ଦାଦା ଶରତ ଚନ୍ଦ୍ରଙ୍କୁ ଡାକିଲେ, ଏ ଶରତ ଶୋଇଛୁ କ'ଣ? ପୁଅକୁ ମାରିକିରି ସେ ମଧୁଆ ମାଷ୍ଟର ପୁଅକୁ ମାରିକିରି କ'ଣ କରିଦେଇଛି ଦେଖେ, ଚାଲେ ବର୍ତ୍ତମାନ ତା ଘରକୁ ଯିବା। ଦୁଇ ଜଣ ଯାକ ମଧୁଆ ମାଷ୍ଟରଙ୍କ ଘରକୁ ଗଲେ। ମୋର ଆହୁରି ଡର, ପୁଣି ମୋତେ କାଲି ମାରିବେ ଆଉ। ମଧୁଆ ମାଷ୍ଟର ମଧୁସୂଦନ ଶୋଇଛନ୍ତି, ତାଙ୍କୁ ଡାକିଲେ, ମଧୁ, ଆଚ୍ଛା ତୁମେ ପାଠ ପଢ଼ିବ ବୋଲି ପିଲାଙ୍କୁ କ'ଣ ଏମିତି ସବୁ ମାରନ୍ତି? ମୋ ନାଁ ଥିଲା ବୁଢ଼ା, ବୁଢ଼ାକୁ ଏମିତି ତୁମେ ମାରିଛ? ସେ ଆଉ କିଛି କହିପାରିଲେନି। ସେ କହିଲେ, ହଁ ମାଉସୀ, ମୁଁ ମାରିଛି। ସେ ଟିକେ ପାଠ ପଢ଼ାରେ ମନ ନ ଦେଇ ଅନ୍ୟମନସ୍କ ହେଉଛି, ମୁଁ ସେଇଥିପାଇଁ ମାରିଛି। ମୁଁ ଚାହୁଁଛି ସେ ଭଲ ପାଠ ପଢ଼ୁ, ସେ ଜମା ପଢ଼ୁନି। ମୁଁ ପଢ଼ଉଥିବି, ସେ ତାର ଆଉ ଗୋଟେ ବସିକିରି ଆଖି ବୁଝିକିରି କ'ଣ ଗୋଟେ ଭାବୁଥିବ। ତେଣୁ ମାରିଛି ଆଉ। ମୋର ଭୁଲ ହେଇଯାଇଛି, ମୁଁ ତମ ସାଙ୍ଗରେ ସେ ପୁଅ ପାଖକୁ ଯିବି। ସିଏ ମଧ୍ୟ ସେ ଖରାରେ ଆସିଲେ, ମୋତେ ଆଉଁସି ଦେଲେ। ସେ ସ୍ନେହର କଥା ମୁଁ ଭାଷାରେ କହିପାରିବିନି। ଆଜି ବି ସବୁଦିନେ ମଧୁସୂଦନ କରଙ୍କୁ, ମୋ ପୁରୋହିତଙ୍କୁ ମୁଁ ସବୁଦିନେ ପ୍ରଣାମ ଜଣାଏ। ରସାନନ୍ଦ କରଙ୍କୁ, ମଧୁସୂଦନ କରଙ୍କୁ ମୋତେ ଆଉଁସି ଦେଲେ ଏବଂ କହିଲେ, ବାପା, ମୁଁ ମାରିଛି, କିନ୍ତୁ ଆଜି ଖରାବେଳେ ମୁଁ ବି ଖାଇପାରିନି, ମୋତେ ବି ଭୋକ କରିନି ତୋତେ ମାରିଥିବାରୁ। ତୁ ଭଲ ମଣିଷ ହବୁ, ପାଠ ପଢ଼ିବୁ, ଭଲ ମୋର ଗୋଟେ ଗର୍ବ ହବ ତୁ ଭଲ ପଢ଼ିଲୁ। ତେଣୁ ମୁଁ ସେଇଥିପାଇଁ ମାରିଛି। ତୁ ପାଠ ପଢ଼, ମୁଁ କେବେ ବି ମାରିବିନି। ଏତିକି ଖାଲି କହିଲେନି, ତାଙ୍କ ଆଖିରୁ ଲୁହ ଝରିଲା, ମୋ ଆଖିରୁ ଲୁହ ଝରିଲା, ମୋ ମା ଆଖିରୁ ଲୁହ ଝରିଲା। ମୋ ମାଆର ହାତକୁ ଧରି କହିଲେ, ମାଉସୀ, ତୁ ରାଗେନା, ମୁଁ ଗୋଟେ ଭୁଲ କରିଦେଇଛି। ତେଣୁ ବାବା କହିଲେ, ଆଜି ଶାସନ ନାହିଁ, ଶାସନ କୋହଳ ହେବା ଉଚିତ, ଏତେ ମାରିବା ଉଚିତ ନୁହଁ। କିନ୍ତୁ ଆଜି ଶାସନ କମିଯିବାରୁ ପିଲାର ଭୟ ଭ୍ରାନ୍ତି କମିଯାଉଛି। 14 ବର୍ଷ 15 ବର୍ଷର ପିଲା ଚରସ ବାଉନ ସୁଗାର ଖାଇବା ଆରମ୍ଭ କଲେଣି ଏବଂ ମଦ ପିଇବା ବି ଆରମ୍ଭ କଲେଣି।